ହ୍ୟାଲୋ ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ, ଜୟ ମା ମଙ୍ଗଳା, ଜୟ ମା ଚଣ୍ଡୀ, ଜୟ ଶ୍ରୀ ଜଗନ୍ନାଥ ଅଲ୍। ମୁଁ ଦେବସ୍ମିତା ୱେଲକମ୍ କରୁଛି ଆଜିର ଏକ ସୁନ୍ଦର ବ୍ଲଗ୍କୁ। ଆଜିର ଏକ ସୁନ୍ଦର ବ୍ଲଗ୍ରେ ମୁଁ ଯାଉଛି ଗୋଟେ ବହୁତ ସୁନ୍ଦର ଜାଗାକୁ, ଯେଉଁଥିରେ ମଣିଷ ଯେତେ ଦୁଃଖରେ ଥିଲେ କ'ଣ ତା ଦୁଃଖ ମାନେ ଶାନ୍ତି ଲାଭ କରିବା ପାଇଁ, ତା ମନ ଶାନ୍ତି କରିବା ନେଇକି ସେ ଜାଗାକୁ ଯାଏ। ସେ ହେଉଛି ମାଆଙ୍କ ପୀଠ। ମାଆଙ୍କର ହଉ ଯେକୌଣସି ଭଗବାନଙ୍କ ପୀଠ ମାନେ ମନ୍ଦିର ହଉ ସେ ବୁଲିବାକୁ ଯାଆନ୍ତି। ତେଣୁ ଆମେ ବାହାରି ଯାଇଥିଲୁ କଟକ ଯାଇଥିଲୁ, ତ କଟକରୁ ବାହାରି ଯାଇଥିଲୁ ମା ଚଣ୍ଡୀଙ୍କ ମନ୍ଦିରକୁ। ଫାଇନାଲି ରୋଡ଼ର ମାନେ ସୁନ୍ଦର ସାରା ଭିଉ ଥିଲା, ବହୁତ ସାରା ମନ୍ଦିର, ବହୁତ ଲୋକ ଯିବା ଆସିବା କରିବେ। ତା ଭିତରେ ଆମେ ଯାଇକି ପହଞ୍ଚି ଯାଇଥିଲୁ ମାଆଙ୍କ ପାଖରେ। ଯେମିତିକି ମୁଁ ଭିଡ଼ିଓରେ ଦେଖାଉଛି, ଯାଇକି ଆମେ ମା ଚଣ୍ଡୀଙ୍କ ମନ୍ଦିରରେ ପହଞ୍ଚି ଯାଇଥିଲୁ। ତ ଇଏ ଥିଲା ମା ଚଣ୍ଡୀ କଟକ ଚଣ୍ଡୀଙ୍କ ମନ୍ଦିର, ଯେଟା ଆଗରୁ କେବେ ମୁଁ ଯାଇନଥିଲି। ଏଇଟା ମୋର ଫାଷ୍ଟ ଥିଲା ଯିବା। ତ ଯାଇକି ଭିତରେ ଏଣ୍ଟ୍ରି କଲା ବେଳକୁ ମାଆଙ୍କର ମନ୍ଦିର, ସବୁ ଦେବାଦେବୀଙ୍କ ମାନେ ମନ୍ଦିର ବନା ହେଇଥିଲା। ସେଠି କିଛି ଦୋକାନ ବି ଥିଲେ, ମାନେ ମାଆଙ୍କର ପୂଜା ପାଇଁ ପୂଜା ସାମଗ୍ରୀ ସବୁ ଥିଲା। ଏଠି ବି ସବୁ ଦେବାଦେବୀଙ୍କର ଅନ୍ୟ ଦେବାଦେବୀଙ୍କର ମନ୍ଦିର ଥିଲା, ଯେଉଁଠି ସମସ୍ତ ଲୋକ ସେଠି ପୂଜା କରୁଥିଲେ। ଏଠି ମାଆଙ୍କର ବସ୍ତ୍ର ମାନେ ଶଙ୍ଖା, ସିନ୍ଦୁର, ଭୋଗ, ଦୀପ, ଏମିତି ସବୁ ଜିନିଷ ସେ ବିକ୍ରି ହେଉଥିଲା ମାଆଙ୍କ ପୂଜାରେ ଲାଗେ ଯେକୌଣସି ଜିନିଷ। ଏଠି ଆମେ ଯାଇଥିଲୁ ମୋ ଦିଦିଙ୍କ ପୁଅ, ତାଙ୍କ ଝିଅ, ମୋ ଝିଅ, ମୋ ପିଇସି ପୁଅ ଆଉ ମୋ ପିଇସି ସବୁ ଯାଇଥିଲୁ। ଏଠି ଆମେ ସେ ପିଇସି ଆଙ୍କେ ସବୁ ମାଆଙ୍କ ପାଖରେ ସବୁ ଦୀପ କିଣାକିଣି କରୁଥିଲେ। ତ ମୁଁ ତ କ୍ୟାମେରାମ୍ୟାନ୍ ପଛ ଥିଲି, ଭିଡ଼ିଓ ସୁଟ୍ କରୁଥିଲି। ଏଠି ଯାଇକି ପାଣିରେ ଟିକେ ବ୍ୟବସ୍ଥା, ଯାଇକି ଟିକେ ଗୋଡ଼ ହାତ ଟିକେ ଭଲସେ ଟିକେ ଧୋଇ ନେଇଥିଲୁ, ଟିକେ ପବିତ୍ର ହେଇକି ମାଆଙ୍କ ମନ୍ଦିର ଭିତରକୁ ଯିବୁ। ତେଣୁ ସମସ୍ତେ ଧୋଇ ଧୁଆ ହେଇଥିଲୁ। ଏଠି ଯେମିତି ଛୁଆ ପାଣି ଟିକେ ଦେଖିଲେ ସେଠି ଜମା ବାହାରୁଥିଲେନି, ବହୁତ ବଦମାସି ହେଉଥିଲେ। ତ ଭଲ ଭିତରକୁ ଯାଇକି ଟିକେ ଧୋଇ ଧୁଆ ହେଇକି ଆମେ ବାହାରି ଆସିଥିଲୁ ମାଆଙ୍କ ପାଖକୁ। ତ ଏଠି ଦୀପ ଯେଉଁ ଆମେ ନେଇଥିଲୁ, ଗୋଡ଼ ହାତ ଟିକେ ଧୋଇ ହେଲୁ। ଏଠି ଦିଦିଙ୍କ ଝିଅ ଆଉ ସବୁ ଏଠି ଦୀପ ଟିକେ ଜାଳି ଦେଇଥିଲେ। ତ ସେଠି ପିଇସିଙ୍କୁ ଡାକୁଥିଲେ କି ତମେ ବି ଆସ, ଆସିକି ଦୀପ ଜାଳ। ସିଏ ବି ସେଠି ପିଇସି ଦୀପ ଲଗାଉଥିଲା, ଦୀପ ଆସିକି ସିଏ ତାଙ୍କ ସାଙ୍ଗରେ ବି ମିଶିକି ଦୀପ ଜଳାଉଥିଲା। ମୁଁ ଥିଲି କ୍ୟାମେରାମ୍ୟାନ୍, ତ କ୍ୟାମେରା ସେମାନଙ୍କ ଉପରେ ଭିଡ଼ିଓ ବନାଉଥିଲି। ତାପରେ ପିଇସି ନେଇଯାଇଥିଲା ମୋବାଇଲ୍, ତ ମୁଁ ସେମାନଙ୍କ ଠାକୁରଙ୍କୁ ଡାକି ସାରିଥିଲେ, ଦୀପ ଜାଳି ଦେଇଥିଲେ। ତାପରେ ମୁଁ ବାହାରି ଆସିଥିଲି ଟିକେ ଦୀପ ଜାଳିବାକୁ ମାଆଙ୍କ ପାଖରେ। ମୋର ମନରେ ଥିବା ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିବା ନେଇକି ମୁଁ ମାଆଙ୍କ ପାଖରେ ପ୍ରାର୍ଥନା କରିଥିଲି, ମୋ ଦୁଃଖ ଜଣାଇବା ପାଇଁ। ତେଣୁ ମୁଁ ଦୀପ ଲଗାଇ ଦେଇକି ମାଆଙ୍କ ପାଖରେ ଟିକେ ଦୀପ ଜାଳି ଦେଇଥିଲି। ମୋର ଉଜ୍ଜଳ ମାନେ ମୋ ପରିବାର ଉଜ୍ଜଳ ଭବିଷ୍ୟତ ଆଉ ସମସ୍ତଙ୍କର ଦେହ ଆଉ ମାନେ ଦୀର୍ଘାୟୁ କାମନା କରି ମୁଁ ମାଆଙ୍କ ପାଖରେ ଏଠି ପୂଜା କରିଥିଲି। ପୂଜା କରିକି ଆମେ ଚାଲି ଯାଇଥିଲୁ ମାଆଙ୍କ ଭିତରେ, ମାନେ ଦୀପ ଜାଳିକି ମନ୍ଦିର ବାହାରୁ ଦୀପ ଏଠି ଜାଳି ଦେଇଥିଲୁ। ଏଠି ଦୀପ ଷ୍ଟାଣ୍ଡରେ ଦୀପ ରଖିଦେଇକି ମାଆଙ୍କୁ ପ୍ରଣାମ କରିକି ଆମେ ସବୁ ମନ୍ଦିର ଭିତରୁ ପଳେଇଥିଲୁ। କିନ୍ତୁ ମନ୍ଦିର ଭିତରୁ ମୋବାଇଲ୍ ଏଲାଉ ନଥିଲା, ତ ମାଆଙ୍କର ଫଟୋ କି ଭିଡ଼ିଓ ସେଠି ନେବା ଏଲାଉ ନଥିଲା। ତଥାପି ମୁଁ ଏତେ ଜାଣିନଥିଲି, କିନ୍ତୁ ମୋବାଇଲ୍ ଯେତେବେଳେ ଫାଷ୍ଟ ଯାଇଥିଲି, ତ ମୁଁ ଯେତେବେଳେ ମୋବାଇଲ୍ ଅନ୍ କରିଥିଲି, ତ ସେମାନେ ଆସିକି ମନା କରିଥିଲେ କି ଏଠି ମୋବାଇଲ୍ ଏଲାଉ ନାହିଁ। ତ ଦେଖିଲା ବେଳକୁ ବୋର୍ଡ଼ରେ ଲେଖା ହେଇଛି କି ଏଠି ମୋବାଇଲ୍ ବ୍ୟବହାର କରିବା ମନା। ତେଣୁ ମୁଁ ଯାଇକି ଜଷ୍ଟ ମନ୍ଦିରର ହେଉଛି ପାର୍ଶ୍ୱରେ ଯାଇକି ପହଞ୍ଚିଲା ପରେ ଯେ ଦେଖିଲି ପୂଜା ଚାଲିଥିଲା, ସେଟା ମାଆଙ୍କର ବହୁତ ଭଲ ଦିନ ଥିଲା। କାରଣ ସେତେବେଳେ ମାଆଙ୍କର ଆଳତୀ ଥିଲା, ସନ୍ଧ୍ୟାବେଳ ଟାଇମ୍ ଥିଲା ନା। ତ ଏଭଳିଆ ମାନେ ଆମ ଦିଦି କହିବା ଅନୁଯାୟୀ ସିଏ ଏତେ ଦିନ ହେଲା ରହିଲେଣି, କିନ୍ତୁ ସେ ଏବେ ଏମିତିଆ ପୂଜା କେତେବେଳେ ମାନେ ସନ୍ଧ୍ୟା ଟାଇମ୍ରେ ଆଳତୀ ସେ କେବେ ଦେଖିନଥିଲେ। ତ ଆଳତୀ କରିସାରିକି ଏଇଠି ଆଳତୀ ଅଣା ହେଇଥିଲା। ସବୁ ଲୋକମାନେ ମାନେ ସନ୍ଧ୍ୟା ଟାଇମ୍ର ଯାଇଥିଲେ ମାଆଙ୍କ ପାଖରେ ଆଳତୀ କରିତେ। ତ ମାଆଙ୍କର ଏଠି ଚାରିଆଡ଼େ ଆମେ ସବୁ ଟିକେ ବୁଲି ଦେଇଥିଲୁ। ମାନେ ପୂଜା ହେବା ଭିତରେ ଠାକୁରଙ୍କ କତିରେ ପୂଜା କରିଦେଇକି ସେଠି ଶଙ୍ଖା ସିନ୍ଦୁର ବି ଦେଇଥିଲେ। ପୂଜା ମାଆଙ୍କ ପାଖରେ ଯେଉଁ ଲାଗିଥିଲା ଶଙ୍ଖା ସିନ୍ଦୁର, ସେ ଆମକୁ ବି ଦେଇଥିଲେ। ଆମେ ବି ସାଙ୍ଗରେ ନେଇକି ଆସିଛୁ ମାଆଙ୍କର ଆଶୀର୍ବାଦ। ଆଣି ସାରିଲା ପରେ ଏଠି ଆଳତୀ ହେଲା, ସମସ୍ତେ ଆମେ ଆଳତୀ ମାନେ ଦେଖିଲୁ ମାଆଙ୍କର, ତାଙ୍କର ପୂଜା ରହିଲୁ। ଏଠି ଆଳତୀ ଯେମିତି ଦେଖାଉଛି ସମସ୍ତେ ଘେରି ଯାଇଥିଲେ ପୁରା ଆଳତୀଙ୍କ ମାନେ ମାଆଙ୍କ ଆଳତୀ ନେବା ପାଇଁ। ତ ଆଳତୀ ନେଇ ସାରିଲା ପରେ ସେଠି ଭୋଗ ଯେଉଁ ଠାକୁରଙ୍କ ଉପରେ ଲଗେଇଥିଲେ ସେ ଭୋଗ ଦେଲେ। ଆମେ ସେଇ ଭୋଗକୁ ସମସ୍ତେ ପାଇଲୁ। ପାଇକି ଆମେ ପୁଣି ରିଟର୍ଣ୍ଣ କରି ଆସିଥିଲୁ, ବାହାରକୁ ପଳେଇ ଆସିଥିଲୁ। କାରଣ ସନ୍ଧ୍ୟା ଟାଇମ୍ ହେଇଥିଲା, ଛୁଆଙ୍କୁ ସବୁ ନେଇଥିଲୁ, ଆମେ ବାହାରକୁ ପଳେଇ ଆସିଥିଲୁ। ମୋର ଏଇ ଭିଡ଼ିଓଟି ମାଆଙ୍କ ପାଖରେ ଯେଉଁ ଏମିତି ଛୋଟ ଭିଡ଼ିଓଟି ହୁଏତ, କିନ୍ତୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜାଣିବେ। ଭିଡ଼ିଓ ଭଲ ଲାଗିଥିଲା ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁନି। ରହିଲି, ଜୟ ଶ୍ରୀ ଜଗନ୍ନାଥ।